प्रभु को आश्चर्य नामर धन्यवाद दिए कारण दिन प्रतिदिन से आंभ मानकर प्रतिपालक होई कढ़ाई आणुछंती। साथे साथे प्रेरणा यूट्यूब चैनल रो समस्त सदस्य मानू मोर हृदयर कृतज्ञता और शुभेच्छा जनाए। समय अति मंद अटे प्रिय बंधुगण। पृथ्वी को अनेक प्रकार विपद सबू माड़ी आसुची, समस्या सबू माड़ी आसुची, जहाँ पृथ्वीवासी निमंते एक चिंतार कारण और अनेक ज्ञानी माने विद्वान माने हतोत्साहित होउछंती। यह प्रभुंकर दिन सनिकट निदर्शन अटे। यह प्रभुंकर समय पाखे आसबार एक घंटे अटे प्रिय बंधुगण। तेणु आज मध्य आमने ईश्वर वाक्यरू भिन्न भिन्न लक्षण मानक अनुध्यान करिबा एवं आलोचना करिबा। गत दिन मानकरे आमने भिन्न भिन्न लक्षण मानकर आलोचना करिथिलु, किंतु आज आमने नह और लोटंक समयर लक्षण समूह विषय रे अल्प समय आलोचना करिबा। जहाँ लोकलिखित सुसमाचार तार 17 पर्व 26 एवं 27 पदरे लोक प्रांजल भावरे प्रकाश करती। आउ नहंक समय रे जे प्रकार घटिथिला मनुष्य पुत्रंक समय रे मध्य सेही प्रकार घटिबो। जहाजरे नहंक प्रवेश करिबा दिन पर्यंत लोके भोजन पान एवं विवाह करिबा और विवाह देबारे प्रवृत्त थिले, पुणी जल प्लावन आसी समस्तंकु विनाश कला। एठी लोक प्रकाश करती एवं लेखन्ति आउ नहंक समय रे जे प्रकार घटिथिला मनुष्य पुत्रंक समय रे से प्रकार घटिबो। से समय रे पृथ्वी परमेश्वरंक साक्षात रे भ्रष्ट थिला और पृथ्वी दौरात्मरे बा माने सरल भाषा रे जदि कहिबा अपवित्रता, उलंगता, अत्याचार, बलात्कार और क्षमता लालसा एई प्रकार भावरे पृथ्वी पूर्ण थिला। पुणी परमेश्वर पृथ्वी रे दृष्टिपात करी देखिले जे ताहा भ्रष्ट, अधर्म व अनाचारी होई अछि। जेहेतु पृथ्वी प्रत्येक प्राणी सत्यपथ परित्याग करी भ्रष्टाचारी होई अछंती। एहा लोक प्रकाश करती। एइठारे अत्याचार शब्द को इंग्राजी रे वायलेंस बोली प्रकाश करे। वायलेंस अर्थात हिंसा, उग्रता, अत्याचार को प्रकाश करे थाए प्रिय बंधुगण। नहंक समय रे पृथ्वीवासी, पृथ्वीर लोक माने हिंसा, उग्रता, अत्याचार रे संपूर्ण से माने काल काटुथिले। यह मु कहू नहीं, यह ईश्वरंकर वाक्य प्रकाश करे। सेथिपाई लुक पुस्तक रे कहा जाए नहंक समय रे जे प्रकार घटिथिला मनुष्य पुत्रंक समय रे ठीक से प्रकार घटिबो। यह एक लक्षण अटे प्रिय बंधुगण। जदि आज आम पृथ्वीर कोणे कोणे अनुक्षण करिबा आमे देखिबा को पाई परिबा जे प्रतिटी स्थान रे
ହିଂସା, ଉଗ୍ରତା, ଅତ୍ୟାଚାର କହିବାକୁ ଗଲେ ସୀମା ଲଙ୍ଘନ କରିସାରିଛି। ଆଜି ଆମ ଦେଶ ଭାରତରେ ମଧ୍ୟ ସ୍ଥାନେ ସ୍ଥାନେ ଭିନ୍ନ ଭିନ୍ନ ଗୋଷ୍ଠୀମାନଙ୍କ ମଧ୍ୟରେ, ଭିନ୍ନ ଭିନ୍ନ ଲୋକମାନଙ୍କ ମଧ୍ୟରେ ହିଂସା, ଉଗ୍ରତା, ଅତ୍ୟାଚାର ବଢ଼ି ଚାଲିଛି, ଯାହା କେହି ମଧ୍ୟ ରୋକିପାରୁନାହାନ୍ତି। ଏହା ଆମମାନଙ୍କୁ ଇଙ୍ଗିତ କରିଦେଉଛି ଯେ ନହଙ୍କର ସମୟ ପରି ଆଜି ପୃଥିବୀରେ ସେ ସମୟ ଆସିଯାଇଛି। ପ୍ରତିଟି ସ୍ଥାନରେ ପ୍ରିୟ ବନ୍ଧୁଗଣ, ଘରେ ଘରେ ହିଂସା, ସମାଜରେ ହିଂସା, ମଣ୍ଡଳୀମାନଙ୍କରେ ହିଂସା, ଅତ୍ୟାଚାର, ଉଗ୍ରତା, ରାଗ, କ୍ରୋଧ ଏହି ସମସ୍ତ ଆମେ ଦେଖିବାକୁ ପାଇପାରୁଛୁ। ଏହା ହଠାତ୍ ହେଉନାହିଁ ପ୍ରିୟ ବନ୍ଧୁଗଣ। ଈଶ୍ୱରଙ୍କ କଥିତ ବାକ୍ୟ ସଫଳ ହେବାରେ ଲାଗିଛି ଏବଂ ଏହା ଆଗାମୀ ଦିନରେ ସମ୍ପୂର୍ଣ୍ଣ ଭାବରେ ସଫଳ ହେବ। ଏହି ସମସ୍ତ ଏକ ଲକ୍ଷଣ ଅଟେ, ଏକ ଇଣ୍ଡିକେସନ୍ ଅଟେ ପ୍ରିୟ ବନ୍ଧୁଗଣ। ସମୟ ଆସିବ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କର ବାକ୍ୟ ସଫଳ ହେବ। ଆପଣ ଖୁବ୍ ଭଲ ଭାବରେ ଜାଣନ୍ତି ଯେ ପୃଥିବୀରେ ଅନେକ ସନ୍ତ୍ରାସବାଦୀ ସଂଗଠନ ସବୁ ଅନେକ ହିଂସାକାଣ୍ଡ ଭିନ୍ନ ଭିନ୍ନ ସ୍ଥାନରେ ଘଟାଉଛନ୍ତି, ଯାହାଦ୍ୱାରା ଅନେକ ନିରୀହ ଲୋକମାନେ, ଅନେକ ସାଧାରଣ ଜନତା ମୃତ୍ୟୁଭୋଗ କରୁଅଛନ୍ତି। ଏହି ସମସ୍ୟା ଆଜି ପୃଥିବୀରେ ଗୋଟିଏ ପର୍ବତ ଭଳି ଠିଆ ହୋଇଛି ପ୍ରିୟ ବନ୍ଧୁଗଣ। କିଏ ଏହାର ସମାଧାନ କରିବ? କିଏ ଏହାର ସଲ୍ୟୁସନ୍ ଦେବ? ଏହା ଏକ ବଡ଼ ଶୃଙ୍ଗ ପରି ଠିଆ ହୋଇ ରହିଛି ପ୍ରତିଟି ଦେଶରେ, ପ୍ରତିଟି ସ୍ଥାନରେ, ପ୍ରତିଟି ଜୀବନରେ ପ୍ରିୟ ବନ୍ଧୁଗଣ। ଆମେ ଯଦି ଏହି ଶେଷ ଦିନମାନଙ୍କରେ ଦେଖିବା ଯେ ହିଂସାକାଣ୍ଡ ଗୁଡ଼ିକ ରୋକିବା ପାଇଁ ଜାତିସଂଘ ଭିନ୍ନ ଭିନ୍ନ ନିୟମ ସବୁ ଲାଗୁ କରୁଛି, ତଥାପି ଜାତିସଂଘର ସମସ୍ତ ନିୟମକୁ ଉଲ୍ଲଙ୍ଘ କରି ଅନେକ ସନ୍ତ୍ରାସବାଦୀ ସଂଗଠନ ସବୁ ନିରୀହ ଲୋକମାନଙ୍କ ପ୍ରତି ହିଂସା, ବର୍ବରତାକୁ ଦେଖାଉଛନ୍ତି। ଅନ୍ୟ ଦୃଷ୍ଟିରେ କହିବାକୁ ଗଲେ କୌଣସି ମାନବିକ ସଂଗଠନ ଆଜି ତାକୁ ରୋକିପାରୁନାହିଁ, ହୁଏତ ଆସନ୍ତା ଦିନରେ ରୋକିପାରିବ ନାହିଁ। ଆପଣ ଯେବେ ସକାଳୁ ଉଠି ସମ୍ବାଦପତ୍ରର କୌଣସି ଏକ ପୃଷ୍ଠାକୁ ବା କୌଣସି ଏକ ପୃଷ୍ଠା ପ୍ରତି ଦୃଷ୍ଟିପାତ କରିବେ, ସେଥିରେ ଦୁର୍ନୀତି ଓ ଅତ୍ୟାଚାର ସମ୍ବନ୍ଧୀୟ ବିବରଣୀ ଆପଣ ଦେଖିବାକୁ ପାଇପାରିବେ। ମାତ୍ର ଘଟୁଥିବା ହିଂସାକାଣ୍ଡ ଗୁଡ଼ିକ ମଧ୍ୟରୁ ଅଳ୍ପ କେତୋଟି ସମ୍ବାଦପତ୍ରରେ ସ୍ଥାନ ପାଉଅଛି। ଅନେକ ସ୍ଥାନରେ ଯେଉଁ ହିଂସାକାଣ୍ଡ ସବୁ ଘଟୁଅଛି, ହୁଏତ ତାହା ସମ୍ବାଦପତ୍ରରେ ସ୍ଥାନ ପାଉନାହିଁ। ପ୍ରିୟ ବନ୍ଧୁଗଣ, କେବଳ ଏହି ପ୍ରକାର ହିଂସାକାଣ୍ଡ ନୁହେଁ, ଔଷଧ ବ୍ୟବହାର, ଖାଦ୍ୟଭାବ, ଘୃଣା ଏବଂ ହିତୋତ୍ସାହ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆହୁରି ଖରାପ ଅବସ୍ଥା
ବୃଦ୍ଧି ପାଇବ। ଏହା ଆଜିର ସମୟକୁ ଲକ୍ଷ୍ୟ କଲେ ଆମମାନେ ଜାଣିପାରୁ। ତେଣୁ ଏହି ଦିନମାନଙ୍କରେ ସେଇ ଲକ୍ଷଣ ସବୁ ପରିଲକ୍ଷିତ ହେଉଛି। ନହଙ୍କ ସମୟରେ ପ୍ରିୟ ବନ୍ଧୁଗଣ ଅନ୍ୟ ଏକ ସମସ୍ୟା ମଧ୍ୟ ଉପୁଜିଥିଲା, ଯାହା ଆମମାନେ ଆଦି ପୁସ୍ତକ 4 ପର୍ବ 19 ପଦରେ ଦେଖୁଅଛୁ। ଏହି ଲେମକ 2 ସ୍ତ୍ରୀ ବିବାହ କଲେ, ଏକର ନାମ ଆଦା ଓ ଅନ୍ୟର ନାମ ସିଲା ଥିଲା। ଏଇଠି ଦେଖୁ ଯେ ଲେମକ 2ଟି ସ୍ତ୍ରୀ ବିବାହ କରିବା ଆରମ୍ଭ କଲେ, କିନ୍ତୁ ପରମେଶ୍ୱର ଗୋଟିଏ ସ୍ତ୍ରୀକୁ ବିବାହ କରିବା ପାଇଁ ଗୋଟିଏ ଆଦେଶ ସଂସ୍ଥାପନ କରିଥିଲେ। କିନ୍ତୁ ଏଇଠି ଦେଖୁଛୁ ନହଙ୍କ ସମୟର କଥାକୁ ଆମେ ଲକ୍ଷ୍ୟ କଲେ ଦେଖୁ ଯେ ଗୋଟିଏ ବଡ଼ ପାପ ଥିଲା ଲିଙ୍ଗର ଅପବ୍ୟବହାର ଏବଂ ଏକାଧିକ ବିବାହ। ଏଇଠି ଆରମ୍ଭ ହୋଇଥିଲା ଏକାଧିକ ବିବାହ। ସେତିକି କେବଳ ନୁହଁ ପ୍ରିୟ ବନ୍ଧୁଗଣ, ନହଙ୍କ ସମୟର ଏକ ଜଘନ୍ୟ ଏକ ଗୁରୁତ୍ୱ ପାପ ଥିଲା ଯେ ଲିଙ୍ଗର ଅପବ୍ୟବହାର, ଯାହା ଆମମାନେ ଆଦି ପୁସ୍ତକ 6 ପର୍ବ 1 ପଦ ଏବଂ 2 ପଦରେ ଦେଖୁଅଛୁ। ଏହି ରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ, ସେତେବେଳେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ। ଏଠାରେ ଆମମାନେ ମନୁଷ୍ୟମାନଙ୍କ ପାଇଁ ନିରୂପିତ ଈଶ୍ୱରଙ୍କ ଯୋଜନାର ପତନ ବା ବ୍ୟତିକ୍ରମ ଘଟିଥିବାର ଲକ୍ଷ୍ୟ କରୁଅଛୁ। ଏଇଠାରେ ଆମମାନେ ଈଶ୍ୱରଙ୍କ ଲୋକମାନଙ୍କ ଓ ଶୟତାନର ଲୋକମାନଙ୍କର ପରସ୍ପର ମିଳନ ଦେଖୁଅଛୁ। ଏହା ହେଉଛି ଆତ୍ମିକ ଓ ନୈତିକତା ଅବସ୍ଥାର ଗୋଟିଏ ପତନ। ଲିଙ୍ଗ ଯାହାକି ଈଶ୍ୱରଙ୍କ ଦ୍ୱାରା ପ୍ରେମର ପ୍ରକାଶ ଏବଂ ପୁରୁଷ ଓ ସ୍ତ୍ରୀର ଆଶ୍ଚର୍ଯ୍ୟଜନକ ମିଳନର ଏକ ଉପାଦାନ ରୂପେ ଦିଆଯାଇଥିଲା, କିନ୍ତୁ ଏଠି ଦେଖୁ ଯେ ଏହାର ଅପବ୍ୟବହାର କରାଯାଉଛି, ଏହାର ଦୁର୍ବ୍ୟବହାର କରାଯାଉଛି, ଏହାର ଖରାପ ବ୍ୟବହାର ଆରମ୍ଭ ହେବାର ଆମେ ଲକ୍ଷ୍ୟ କରୁଛୁ। ଏଣୁ ପରମେଶ୍ୱର କହିଲେ ଆମେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ ଲୁପ୍ତ କରିବା। ଏହି ନୂତନ ସମାଜର ସଭ୍ୟା ଅପ୍ରାପ୍ତ ବୟସରେ ଲିଙ୍ଗର ବ୍ୟବହାରକୁ ମନ୍ଦ ପରିବର୍ତ୍ତେ ଭଲ ବୋଲି ଦେଖୁଛନ୍ତି। ଫଳତଃ କୁମାରିତ୍ୱ ଉପରେ ଥିବା ଧର୍ମନୀତି ପ୍ରାୟ ମୃତ ହୋଇଯାଉଛି। ଆଜି ଦ୍ରୁତ ଲୋକ ସଂଖ୍ୟା ତାଲିକାରୁ ଜଣାଯାଏ ଯେ 4 ଜଣ ଛାତ୍ରୀଙ୍କ ମଧ୍ୟରୁ 3 ଜଣ କୁମାରିତ୍ୱ ବିଷୟରେ ଉଦାସୀନ କିମ୍ବା ତାହା ବିବାହ କରିବା ପୂର୍ବରୁ ହୁଏତ ହରାଇ ବସିଛନ୍ତି। ପ୍ରିୟ ବନ୍ଧୁଗଣ, ଜଗତ ଆଜି ଏ ପ୍ରକାର ପରିସ୍ଥିତି ଦେଇ ଗତି କରୁଛି ଯେ ପିତାମାତାଙ୍କ ଅଜଣାରେ ଅନେକ ଲୋକମାନେ ଆଉ ନିଜର କୁମାରିତ୍ୱକୁ ହରାଉଛନ୍ତି। ଭୁଲ କାର୍ଯ୍ୟରେ, ଖରାପ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ପ୍ରିୟ ବନ୍ଧୁଗଣ, ଏହା ଏକ ସମସ୍ୟା ହେଇ ଆଜିର ଜଗତରେ ଉପୁଜିଛି। ପ୍ରିୟ ବନ୍ଧୁଗଣ, ଆଜିର ଏହି କଣ୍ଟେମ୍ପୋରାରୀ ପୃଥିବୀକୁ
बा आधुनिक पृथ्वी को लक्ष्य कले एमिति लगे जमिति यौन स्वाधीनतार समय आसी जाइछि। समाज किपरि यौन क्रिया बांधी हो जाई अछि। जदि आमे देखिबा गत दशंधि आउ आजी ए विंश शताब्दी 25 वर्षरु हुए तो कहवा गले 18 वर्षरु कम बयस्का युवती माने मध्य भिन्न भिन्न वेश्यावृत्ति रे भिन्न भिन्न स्थान रे से माने कार्यरत अटंती। वर्तमान ए पृथ्वी रे वेश्यावृत्ति वृद्धि पाइबार लागिछि। केवल अमेरिका नुहे कि म्यांमार नुहे कि नेपाल नुहे इवन आम भारत रे मध्य ए खराब कार्य मंद कार्य स्थाने स्थाने बढ़ी चली। प्रिय बंधुगण यह अति विपदजनक, यह एक बड़ समस्या, यह एक घोर विपदर बेला बोली कहबाकू गले भूल हब नाही। से दिन सिनय पर्वत उपरे प्रभु जीशु ख्रीष्ट स्पष्ट और निसंदेह भाव रे आदेश देथिले, तुम मैंने व्यभिचार करिबो नाही। एपरिकी अभिलाषपूर्ण चिंता को मध्य प्रभु जीशु दोषी साब्यस्त करी कहिसंती जे सेतिरे आसक्त रुहे से अपना मने मने व्यभिचार करि सारणे। किंतु वर्तमान अनेक नामधारी ख्रिस्टियन नेता यौन स्वाधीनता संपर्क रे जुक्ति बाड़ुछंती। पुणी कहबाकू गले अनेक नामधारी ख्रिस्टियन माने मध्य एही यौन संपर्क रे से माने जड़ित अटंती। से माने अन्य भाव रे स्त्री मानंकु दृष्टिपात करंती, युवती मानंकु दृष्टिपात करंती, जहाँ ए वर्तमान जुगरे अधिक मात्रा रे तार ग्राफ बढ़ी चली आउ बढ़ी चली। किए रोकिबो आकु, किए कहिबो काहाकू। समय अति मंद होउछि, लोक माने व्यभिचार लिप्त होई नहंक समय परी पाप करिबारे लागि अछंती। प्रिय बंधुगण ईश्वरंकर वाक्य निराट सत्य अटे। ईश्वरंकर वाक्य संपूर्ण भावरे आगामी दिन मानंकरे सफल हेबा पाई जाउछि, जहा तार लक्षण सबु आज ए जगत मध्यरे आमाने देखिबा को पाई पारुछु। तेणु निजको जाग्रत हेबार बेଳ आसी जायछि, निजको तैयारी करिबार बेळ आसी जायछि। प्रिय बंधुगण आपण किछि समय बसी निजको प्रश्न पचारंतु, आपण कौन नहंक समयर जुगरे रही जाइछंती? आपण मध्य कौन सेठी बुड़ी जाइछंती कि ना? आपण नहंक समय ठारू बा नहंक जुग ठारू अति दूर रही जीशुंकर सही पर्वत बाणी रे जो उपदेश देइथिले ताकू आपण अनुगमन करुछंती। आपण को निष्पत्ति करबा को हेबो। प्रिय बंधुगण ए समस्त लक्षण मान को अनुध्यान कले, अनुमान कले
ବାସ୍ତବରେ ଏହା ଲାଗୁଅଛି ଯେ ଈଶ୍ୱରଙ୍କର ଭବିଷ୍ୟତବାଣୀ ସଫଳ ହେଉଅଛି। ବର୍ତ୍ତମାନର ପରିସ୍ଥିତି ଈଶ୍ୱରଙ୍କ ବିଚାର ପାଇଁ ଚିତ୍କାର କରୁଅଛି ଏବଂ ସେହି ପରିସ୍ଥିତି ମହାକ୍ଲେଶ ରୂପକ ବିଚାର ଆସିବା ପୂର୍ବରୁ ହୁଏତ ଆହୁରି ଭୟଙ୍କର ଆକାର ଧାରଣ କରିବ। ପ୍ରିୟ ବନ୍ଧୁକ, ତେଣୁ ଆଜି ନିଜକୁ ପ୍ରସ୍ତୁତ କରିବା। ଆମେ ଜଗତ ମଧ୍ୟରେ ନିଜକୁ ନ ଡୁବାଇ ଦେଇ ଈଶ୍ୱରଙ୍କ ନିମନ୍ତେ ସ୍ୱତନ୍ତ୍ର ହେବା। ଯୀଶୁଙ୍କ ଦ୍ୱାରା ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରିଅଛନ୍ତି। ବ୍ୟଭିଚାରରୁ ମୁକ୍ତ ହେବା, ଅତ୍ୟାଚାରରୁ ମୁକ୍ତ ହେବା, ଦୁର୍ନୀତିରୁ ମୁକ୍ତ ହେବା, ପାପଠାରୁ ଦୂରେଇ ରହି ଈଶ୍ୱର ପ୍ରିୟ ହେବା ଏବଂ ତାଙ୍କର ଦ୍ୱିତୀୟ ଆଗମନକୁ ଲକ୍ଷ୍ୟ ରଖି ଆମେ ନିଜକୁ ପବିତ୍ର କରିବା। ଯେପରି ଯୀଶୁ ଆସିବା ସମୟରେ ଆମେ ଅନିନ୍ଦନୀୟ ଦେଖାଯିବା, ଏଥି ନିମନ୍ତେ ନିଜକୁ ପ୍ରସ୍ତୁତ କରିବା। ପ୍ରଭୁ ଏ ସମସ୍ତ ବାକ୍ୟ ଦେଇ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।